ରାଜ୍ୟରେ ପାଗରେ ଆସିଛି ପରିବର୍ତ୍ତନ। ଗତକାଲିର କାଳବୈଶାଖୀ ବର୍ଷା ଆଣିଛି ସାମାନ୍ୟ ଆଶ୍ୱସ୍ତି। ତେବେ ଆଜି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ଆସନ୍ତାକାଲି ଯାଏଁ ରାଜ୍ୟରେ ପ୍ରବଳ ଖରା ହେବ। ତେବେ ପୂର୍ବାପେକ୍ଷା ତାପମାତ୍ରା ସାମାନ୍ୟ କମ୍ ରହିପାରେ। ଆଜି ପାଇଁ 14 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ଘଟିବ। କାଲି ପରଠୁ ଖରା କମିବା ସହ ତାତିରୁ ଆଶ୍ୱସ୍ତି ମିଳିବ। ଅନ୍ୟପଟେ 6 ତାରିଖରୁ ସାରା ଓଡ଼ିଶାରେ ପାରଦ ହ୍ରାସ ପାଇବା ସହ କାଳବୈଶାଖୀ ପ୍ରଭାବ ବୃଦ୍ଧି ପାଇବ। ପବନରେ ପରିବର୍ତ୍ତନ ହେବାରୁ ଏହି ସ୍ଥିତି ହେବାକୁ ଯାଉଛି।